ହେଉଛି ଏକ ଛାୟା ଗ୍ରହ। ରାହୁର ନିଜସ୍ୱ ରାଶି ନଥିଲେ ମଧ୍ୟ ଏହା ଏକ ପ୍ରଭାବଶାଳୀ ଗ୍ରହ ଅଟେ। ରାହୁ 18 ମେ 2025ରୁ ନେଇ 5 ଡିସେମ୍ବର 2026 ଯାଏଁ ଦୀର୍ଘ 18 ମାସ କାଳ ତାଙ୍କର ରାଶି ପରିବର୍ତ୍ତନ କରି ଗୋଚର କରିବେ। ଏହା ଫଳରେ ଯେଉଁ ବ୍ୟକ୍ତିମାନେ ବିଛା ରାଶିର ଅଟନ୍ତି ତାଙ୍କୁ କ'ଣ ସବୁ ଫଳ ମିଳିବ, ଶୁଭ ବା ଅଶୁଭ, ସେ ବିଷୟରେ ଆଜି ଆମେ ଡିଟେଲ୍ସରେ ଆଲୋଚନା କରିବା। ନମସ୍କାର, ମୁଁ ସୁଭାଶିଷ ପୁଣ୍ଠ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲକୁ। ଆଜି ଆମେ ଆଲୋଚନା କରିବା କି ଯେଉଁ ରାହୁ ଗ୍ରହ ଅଛି ସିଏ ବିଛା ରାଶିର ବ୍ୟକ୍ତିମାନଙ୍କର ଚତୁର୍ଥ ଭାବରେ ବସି ତାଙ୍କୁ କିଭଳି ଫଳ ପ୍ରଦାନ କରିବ ଦୀର୍ଘ 18 ମାସ କାଳ, সেই বিষয়ে তো ডিটেলসে আলোচনা করা। তা পূর্বর সবনভଳି গোটে রিক্वेस्ट করা চাহিবি কি যে এଯାଏଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରନ୍ତୁ ଆଉ ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ପ୍ରେସ୍ କରନ୍ତୁ, ଯାହାଦ୍ୱାରା କି ମୁଁ ଆଗକୁ ଯାହା ବି କିଛି ଭିଡ଼ିଓ ଦେବି ତା ନୋଟିଫିକେସନ୍ ଆପଣମାନଙ୍କୁ ଠିକ୍ ସମୟରେ ମିଳିଯିବ। ଯଦି ଆମେ ବିଛା ରାଶି କଥା କହିବା ତାହେଲେ ବିଛା ରାଶିର ଯେଉଁ ସବୁ ବ୍ୟକ୍ତି ଅଛନ୍ତି ତାଙ୍କ ପାଇଁ ଚତୁର୍ଥ ଭାବରେ ଗୋଚର କରିବେ ରାହୁ। ରାହୁଙ୍କର ଏହି ଚତୁର୍ଥ ଭାବରେ ଗୋଚର ମାତାଙ୍କ ପାଇଁ ବିଶେଷ କରି ଶୁଭଙ୍କର ନୁହେଁ। ସେଥିପାଇଁ ମାତାଙ୍କ ସହ ଆପଣମାନଙ୍କର ମତଭେଦ ହୋଇପାରେ, ମାତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ, ମାତାଙ୍କ ସହିତ ଝଗଡ଼ା ଯୋଗୁଁ ଆପଣମାନଙ୍କୁ ମାତାଙ୍କ ଠାରୁ ଦୂରେଇ ଯିବାକୁ ପଡ଼ିପାରେ ବା ଦୂରରେ ରହିବାକୁ ପଡ଼ିପାରେ। ଏହିସବୁ ଘଟଣା ଘଟିବାର ସମ୍ଭାବନା ରହିଛି। ତା ସହିତ ଏହା ମଧ୍ୟ ଦେଖିବେ କି ଆପଣମାନଙ୍କର ନୂଆ କାର୍ଯ୍ୟରେ ବାଧା ସୃଷ୍ଟି ହେବ, ଶିକ୍ଷାରେ ବିଘ୍ନ ସୃଷ୍ଟି ହେବ, ଆପଣମାନେ ଯେଉଁଠି ରହୁଛନ୍ତି ସେ ସ୍ଥାନ ପରିବର୍ତ୍ତନ କରିପାରନ୍ତି। ତା ସହିତ ଅଚଳ ସମ୍ପତ୍ତିରେ ଆପଣମାନଙ୍କର ହାନି ହେବ, ସୁଖରେ ନ୍ୟୁନତା ଆସିବ। ତା ସହିତ ଆପଣମାନେ ଏହା ମଧ୍ୟ ଦେଖିବେ କି ପରିବାରରେ ଅଶାନ୍ତି କଳହ ମଧ୍ୟ ସୃଷ୍ଟି ହୋଇପାରେ, ତା ପ୍ରତି ମଧ୍ୟ ସେଇ ଜିନିଷ ପ୍ରତି ମଧ୍ୟ ଧ୍ୟାନ ଦେବେ। ଆପଣମାନେ ଏହି ଗୋଚର ସମୟରେ ଉପର ଅଫିସର ବା ସରକାରଙ୍କର ବିରୋଧ ଆଚରଣ କରିପାରନ୍ତି ଏବଂ ତା ସହିତ ଆପଣମାନଙ୍କୁ ନିଜ ବଂଶ ଲୋକଙ୍କର ମଧ୍ୟ ବିରୋଧର ସାମ୍ନା କରିବାକୁ ପଡ଼ିବ। ରୋଗ ଶତ୍ରୁ ଆପଣମାନଙ୍କୁ ହଇରାଣ କରିପାରନ୍ତି, ସମ୍ବନ୍ଧୀମାନଙ୍କ ଠାରୁ ଆପଣମାନଙ୍କୁ ସହଯୋଗ ନ ମିଳିପାରେ। ତା ସହିତ ଏହା ମଧ୍ୟ ଦେଖିବେ କି ଆପଣମାନଙ୍କ ବ୍ୟବସାୟ ମାନ୍ଦା ବା ବନ୍ଦ ହୋଇଯାଇପାରେ। ତା ସହିତ ଏହା ମଧ୍ୟ ଦେଖିବାକୁ ପାଇବେ କି ଆପଣମାନଙ୍କ ମାଆଙ୍କ ସ୍ୱାସ୍ଥ୍ୟ ପ୍ରତି ଆପଣମାନଙ୍କୁ ଟିକେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ତାଙ୍କୁ ହୃଦୟ ଜନିତ କୌଣସି ସମସ୍ୟା ହୋଇପାରେ ବା ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ହୋଇପାରେ, ତାକୁ ଧ୍ୟାନ ଦେବେ। ଆପଣମାନଙ୍କୁ ସମ୍ପତ୍ତି ଠାରୁ ହଠାତ୍ ଲାଭ ମିଳିଲେ ମଧ୍ୟ ଆପଣମାନଙ୍କର ମନରେ ଅସନ୍ତୋଷ ଲାଗି ରହିବ। ମନ ଭିତରେ କ୍ରୂରତା, କପଟତା, ଛଳ, ଏହିସବୁ ଦୁଷ୍ଟାମି, ଦୁଷ୍ଟ ପ୍ରକୃତି ଏହିସବୁ ଆପଣମାନଙ୍କ ଭିତରେ ଜନ୍ମ ନେଇପାରେ। ତା ସହିତ ଆପଣମାନେ ଦେଖିବେ କି ଆପଣମାନେ ଡିପ୍ରେସନର ଶିକାର ହୋଇପାରନ୍ତି। ଆପଣମାନଙ୍କୁ ମଧ୍ୟ ହୃଦୟ ଜନିତ ସମସ୍ୟା, ପେଟ ଜନିତ ସମସ୍ୟା ଦେଖିବାକୁ ମିଳିପାରେ। ତା ସହିତ ଯଦି ଆପଣମାନେ କୌଣସି ଭୂ ସମ୍ପତ୍ତି କିଣିବାକୁ ଚାହୁଁଛନ୍ତି ତାହେଲେ 100 ଥର ଭାବନ୍ତୁ, କାହିଁକି ନା ଧୋକା ହେବାର ମଧ୍ୟ ସମ୍ଭାବନା ରହିଛି। ଏବଂ ଯଦି ପାର୍ଟନରସିପ୍ରେ ବ୍ୟବସାୟ କରୁଛନ୍ତି ତାହେଲେ ପାର୍ଟନର ଉପରେ ନଜର ରଖନ୍ତୁ, ତାଙ୍କ ଠାରୁ ମଧ୍ୟ ଧୋକା ମିଳିବାର ସମ୍ଭାବନା ରହିଛି। ଏବଂ ତା ସହିତ ଆପଣମାନଙ୍କୁ ଏହି ସମୟରେ ଲୋନ୍ ନେବା ଉଚିତ ନୁହଁ। ତା ସହିତ ଆପଣମାନଙ୍କୁ ଚାକିରି କ୍ଷେତ୍ରରେ ହଠାତ୍ ବଦଳି ବା ପ୍ରମୋସନ୍ ମିଳିପାରେ। ଏବଂ ଯେଉଁମାନେ ବିଦ୍ୟାର୍ଥୀ ଅଛନ୍ତି ତାଙ୍କ ପାଇଁ ଏହି ସମୟ କଠିନ ରହିବ। ତାଙ୍କୁ ଏକାଗ୍ରତା ପାଠରେ ଆସିବ ନାହିଁ, କାରଣ ବହୁତ ପ୍ରକାର ସମସ୍ୟା ଆସିପାରେ ସେଥିପାଇଁ। ଏବଂ ତା ସହିତ ଯେଉଁମାନେ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଉଛନ୍ତି ତାଙ୍କୁ ବହୁତ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ଘଟିଲେ ମଧ୍ୟ ପାରିବାରିକ କଳହ ଲାଗି ରହିବ। ଭୂ ସମ୍ପତ୍ତି କୌଣସି ବିବାଦ ମଧ୍ୟ ଆପଣମାନଙ୍କୁ ସାମ୍ନା କରିବାକୁ ପଡ଼ିପାରେ। ତା ସହିତ ଆପଣମାନେ ଦେଖିବେ କି ଯେଉଁମାନେ ପ୍ରେମ ସମ୍ପର୍କରେ ଅଛନ୍ତି ସେଥିରେ ଅସ୍ଥିରତା ଦେଖାଦେବ। ତା ସହିତ ଯେଉଁମାନେ ବିବାହ ପାଇଁ ଇଚ୍ଛୁକ ସେମାନେ ଭାବିଚିନ୍ତି ବିବାହ କରନ୍ତୁ ଏହି ସମୟରେ। ତା ସହିତ ଆପଣମାନେ ଯେଉଁମାନଙ୍କର ବିଛା ରାଶି ସେମାନଙ୍କର ରାହୁ ଆପଣମାନଙ୍କର ଅଷ୍ଟମ ଭାବକୁ ଦୃଷ୍ଟି ଦେଉଥିବାରୁ ଆପଣମାନଙ୍କୁ ହଠାତ୍ ବାହନ ଏବଂ ସମ୍ପତ୍ତି ସୁଖ ମଧ୍ୟ ମିଳିପାରେ। ତା ସହିତ ଏହା ମଧ୍ୟ ଦେଖିବେ କି ଆପଣମାନେ ତନ୍ତ୍ର ମନ୍ତ୍ର ଜ୍ୟୋତିଷ ଏହିସବୁଥିରେ ରୁଚି ମଧ୍ୟ ଦେବେ। ଆପଣମାନଙ୍କୁ ସର୍ଜରୀ ଏବଂ ଯୋନି ସମ୍ବନ୍ଧୀୟ କୌଣସି ସମସ୍ୟା ବା ରୋଗ ହୋଇପାରେ।
ତାପରେ ରାହୁଙ୍କର ଦୃଷ୍ଟି ଆପଣମାନଙ୍କର ଦଶମ ଭାବରେ ପଡ଼ୁଥିବାରୁ ଆପଣମାନେ ସମାଜ ବିରୋଧୀ କାର୍ଯ୍ୟ, ଧୋକା ଦେବା ଭଳି କାର୍ଯ୍ୟରେ ଲିପ୍ତ ହୋଇପାରନ୍ତି ଏବଂ କୂଟନୀତି ଦ୍ୱାରା ଚାକିରିରେ ବଦଳିବା, ଉନ୍ନତି କରିବାରେ ସକ୍ଷମ ହେବେ। ତା ସହିତ ଆପଣମାନେ କିନ୍ତୁ ଦେଖିବାକୁ ପାଇବେ କି ଆପଣମାନଙ୍କର ପରିବାରରେ କଳହ ଲାଗି ରହିଥିବ ଏବଂ ପିତାଙ୍କ ସହିତ ସମ୍ବନ୍ଧ ମଧ୍ୟ ଭଲ ରହିବ ନାହିଁ। ରାହୁଙ୍କର ଦୃଷ୍ଟି ଆପଣମାନଙ୍କର ଦ୍ୱାଦଶ ଭାବରେ ପଡ଼ୁଥିବାରୁ ଆପଣମାନେ ଘରର ସାଜସଜ୍ଜା ବା ଘରର ଆରାମଦାୟକ ବସ୍ତୁ ପାଇଁ ବହୁତ ଖର୍ଚ୍ଚ କରିବେ ଏବଂ ଘରେ ଛୋଟ ମୋଟ ବିବାଦ ମଧ୍ୟ ଦେଖାଦେବ। ପରିବାର ଲୋକଙ୍କ ସହିତ ସମ୍ପର୍କ ଭଲ ରହିବ ନାହିଁ। ଏ ତ ଥିଲା ବିଛା ରାଶିର ବ୍ୟକ୍ତିମାନଙ୍କ ପାଇଁ ରାହୁଙ୍କର ଗୋଚର କିଭଳି ରହିବ। ଆଶା କରିବି କି ମୁଁ ଯାହା କହିଲି ଆପଣମାନେ ଠିକ୍ରେ ବୁଝିପାରିଥିବେ। ଆଉ ଯଦି ଭିଡ଼ିଓ ଭଲ ଲାଗିଛି ତାହେଲେ ନିହାତି ରୂପେ ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ତ ଜମା ହିଁ ଭୁଲନ୍ତୁନି। ଆଜି ପାଇଁ ଏତିକି, ଦେଖା ହେବା ନେକ୍ସଟ ଭିଡ଼ିଓରେ। ରହୁଛି, ନମସ୍କାର।